ବର୍ତ୍ତମାନ ଯେଉଁମାନଙ୍କୁ ଥଣ୍ଡା ଏବଂ କାଶ ହେଉଛି ସେ କାଶ ବହୁତ ଦିନ ପର୍ଯ୍ୟନ୍ତ ରହୁଛି। ତେବେ କ'ଣ ପାଇଁ ଏ କାଶ ଅଧିକ ଦିନ ଧରି ରହୁଛି? କୋଭିଡରେ ଯେଉଁ ସବୁ ଟିକା ନେଇଥିଲେ ସେ ଟିକାରେ ଏଗୁଡ଼ିକ ତାର ପ୍ରଭାବ ପଡ଼ୁଛି କି? ତେବେ ଏନେଇ ଅଧିକ ଆଲୋଚନା କରିବା ଆମ ସହିତ ଡକ୍ଟର ସତ୍ୟବ୍ରତ ମହାପାତ୍ର ଯୋଡ଼ି ହୋଇଛନ୍ତି। ସାର୍ କନକ ନ୍ୟୁଜ୍କୁ ସ୍ୱାଗତ କରିବେ। ଧନ୍ୟବାଦ। ସାର୍ ବର୍ତ୍ତମାନ ଆମେ ଦେଖିବା ପାଇଁ ପାଉଛୁ ଯେଉଁମାନଙ୍କୁ କାଶ ହେଉଛି ସେମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଛି। ୟା ପଛର କାରଣ କ'ଣ? ଦେଖନ୍ତୁ, କାଶ ହେଉଛି ଦୁଇ ପ୍ରକାର ଜିନିଷ ରହୁଛି। ଗୋଟେ ହେଲା ଆପଣଙ୍କର ସିଜନାଲ ରହୁଛି, ଆଉ ଗୋଟେ ହେଉଛି ଏନି ଇନଫେକ୍ସନ୍ ଯୋଗୁଁ, ମାନେ ଆଲର୍ଜି। ସିଜନାଲ ମତଲବ ଆଲର୍ଜି। ବର୍ତ୍ତମାନ ଯେହେତୁ ଟିକେ ପଲ୍ୟୁସନ୍, ଯେଉଁ ଆଟମୋସ୍ଫିୟର ପଲ୍ୟୁସନ୍ ରହୁଛି, ଆପଣ ଭେହିକିଲ୍ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ତେଣୁ ବାୟୁମଣ୍ଡଳର ଯେଉଁ ପଲ୍ୟୁସନ୍ ରେଟ୍ଟା ଟିକେ ହାଇ ହେଉଛି, ଯାହାଦ୍ୱାରା କି ଆମେ ଯେତେବେଳେ ଡେ ଟୁ ଡେ ଆକ୍ଟିଭିଟିଜ୍ କରୁଛୁ, ବୁଲୁଛନ୍ତି, ତେଣୁ ତା ଦେହରେ କ'ଣ ହେଉଛି ନା ଆମେ ନିଶ୍ୱାସରେ ନେଉଛୁ ଏବଂ ଥଣ୍ଡା ହେଉଛି ଗୋଟେ ଶ୍ୱାସକ୍ରିୟା ଜନିତ ରୋଗ, ରେସ୍ପିରେଟରୀ ଟ୍ରାକ୍ଟ ଇନଫେକ୍ସନ୍। ତେଣୁ ଯେହେତୁ ଆମେ ନିଶ୍ୱାସଟା ନେବାଟା ଥୟ, ତେଣୁ ସେ ନିଶ୍ୱାସରେ ଆମେ ବିଭିନ୍ନ ଆମର ବ୍ୟାକ୍ଟେରିଆ ଯାଉଛି, ଭାଇରସ୍ ଯାଉଛି, ପୋଲେନ୍ସ ଯେଉଁ ଯାଉଛି, ଯେଉଁଗୁଡ଼ାକ ଗ୍ରେନ୍ସ, ଯେଉଁ ଆଲର୍ଜିକ୍ ପାର୍ଟଟା ମୁଁ କହୁଛି। ତେଣୁ ଯାହାର ସେଇଟା ଶରୀରର ରେଜିଷ୍ଟାନ୍ସ ଉପରେ ନିର୍ଭର କରେ। ଯଦି ମୋ ଶରୀର ରେଜିଷ୍ଟାନ୍ସ କମ୍ ଅଛି ତାହେଲେ ମୋତେ ଆକ୍ରମଣ କରିବାର ଚାନ୍ସ ଅଛି। ଯାହାର ରେଜିଷ୍ଟାନ୍ସ ଭଲ ଅଛି ତାକୁ ହେବ ନାହିଁ। ତେଣୁ ଏବେ ଯେଉଁଟା ଆମେ ମାର୍କ କରୁଛୁ, ମୁଁ ଚିକିତ୍ସକ ହିସାବରେ, ଡକ୍ଟର ହିସାବରେ କହୁଛି ଯେ ମେନଲି ଆପଣଙ୍କର ବର୍ତ୍ତମାନ 2-3 ଦିନର ଡାଇରେକ୍ଟ କିଛି ଆଣ୍ଟିବାୟୋଟିକ୍ ଦରକାର ପଡ଼ୁନି, ଭାଇରାଲ ରିଲେଟେଡ୍ ବେଶୀ ଲାଗୁଛି ବର୍ତ୍ତମାନ ଆମେ ମାର୍କ କରୁଛୁ। ତେଣୁ ସିମ୍ପଲ୍ ଗୋଟେ ଆଣ୍ଟିହିଷ୍ଟାମିନିକ୍ସ, ମାନେ ଗୋଟେ ଥଣ୍ଡା ବଟିକା ଦେବା କି ଟିକେ କଫ୍ ସିରପ୍ ଦେବା, ସିଡେଟିଭ୍, କଫ୍ ସିଡେଟିଭ୍ ହେଉ କି ଯାହାର ଏକ୍ସପେକ୍ଟରାଣ୍ଟ ହେଉ, ଟିକେ ଦେଲେ 3-4 ଦିନ ଭିତରେ ଏଇଟା ସପ୍ରେସନ୍ ହେଉଛି। ସାର୍ ଦେଖିବା ତେବେ କୋଭିଡ ପରେ କୋଭିଡରେ ଯେଉଁମାନେ ଟିକା ନେଇଥିଲେ ତାର କିଛି ପ୍ରଭାବ ଦେଖିବା ପାଇଁ ମିଳୁଛି କି? ନାଇଁ, ଶୁଣନ୍ତୁ, ଏଇଟା ତ ବର୍ତ୍ତମାନ ଚାଲିଛି ଟକିଂ ଅଫ୍ ଦି ପିପୁଲ୍, ବଟ୍ ସାଇଣ୍ଟିଫିକାଲ କିଛି ତାର ସ୍ପେସିଫିକେସନ୍ ନାହିଁ ଯେ କୋଭିଡ ଟିକା ନେଲେ ଲୋକ ଏବେ କହୁଛନ୍ତି ଯେ କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା, ଏସବୁ ଜିନିଷ ମୋ ମତରେ ସେମିତି କିଛି ନାହିଁ। ତେବେ ଯେଉଁମାନଙ୍କୁ ଏଭଳି ରୋଗରେ ଏମାନେ ଆକ୍ରାନ୍ତ ଅଛନ୍ତି, ଅଧିକ ଦିନ କାଶ ରହୁଛି, ସେମାନେ କ'ଣ ଟ୍ରିଟମେଣ୍ଟ କରିବା ଦରକାର, କେମିତି ସାର୍ ଭଲ ହେବେ? ଶୁଣନ୍ତୁ, ପ୍ରଥମ କଥା ହେଉଛି ସେଲ୍ଫ ମେଡିକେସନ୍ କେବେ କରିବନି। ପ୍ରଥମ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସରକାରୀ ଡାକ୍ତରଖାନା ଅଛି, ବିଭିନ୍ନ ଜାଗାରେ ମଧ୍ୟ ଖୋଲିଛି, ପରାମର୍ଶ ନିଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାମ କରନ୍ତୁ। ଯଥା ଆପଣ ଦେଖନ୍ତୁ, ଧର ଜଣଙ୍କର ଗୋଟେ COPD କେସ୍, ମାନେ ଆଜମା, କ୍ରନିକ୍ ଆଜମା ରହୁଛି, ତେଣୁ ସିଏ ଟିକେ କସସ୍ ହେବ, ଏଇ ଆଲର୍ଜିକ୍ ଧୂଆଁ, ଧୂଳି, ଧୂସ ଏ ଯେଉଁ ଉଡ଼ୁଛି, ତେଣୁ ଗୋଟେ ମାସ୍କଟେ ୟୁଜ୍ କରିବ। ସିମ୍ପଲ୍ ଜିନିଷ, ମାସ୍କଟେ ୟୁଜ୍ କରିବ ରେଗୁଲାର। ଯେତେବେଳେ ପଦାକୁ ସେ ବାହାରୁଛି କି ଅଳନ୍ଧୁ ଝାଡ଼ୁଛି ଘରେ, ଯଦି ସେଠି ମଧ୍ୟ ଗୋଟେ ସେ ଆଭଏଡ଼ କରିବ, ସେଇଟାକୁ ଆଇଦର ଆଭଏଡ଼ କରୁ, ନହେଲେ ଯଦି ନିହାତି ଦରକାର ପଡ଼ୁଛି ଗୋଟେ ମାସ୍କଟେ ପିନ୍ଧିବ। ଏବଂ ଯଦି ଥଣ୍ଡା କାଶ ରହୁଛି ତାକୁ, ଯେହେତୁ ଏଇଟା ଗୋଟେ ବେଶୀ ଭାଇରାଲ ରିଲେଟେଡ୍, ଆପଣଙ୍କର ଛିଙ୍କ ଦ୍ୱାରା, ମାନେ ଡ୍ରପଲେଟ୍ ଇନଫେକ୍ସନ୍, ସେଇଟା ଆମେ ଛିଙ୍କି ଦେବୁ, ସେ ଯେଉଁ ଛିଙ୍କରେ ଯିବ ସେଥିରେ ମଧ୍ୟ ଭାଇରସେସ୍ ରୁହେ ସେ ଡ୍ରପଲେଟ୍ରେ, ଜଳକଣିକାରେ। ତେଣୁ ତାକୁ ଯଦି ଘରେ କିଏ ଛୋଟ ପିଲା ଥିବ କି କୌଣସି ସିନିୟର ସିଟିଜେନ୍ସ ଥିବ, ତେବେ ମଧ୍ୟ ସେ ନିଶ୍ୱାସରେ ନେବେ। ତେଣୁ ଆମେ ମଧ୍ୟ ଆଡ଼ଭାଇସ୍ କରୁଛୁ ଯେ ଯଦି କାଶ ଥଣ୍ଡା ରହୁଛି ତେବେ ଘରେ ମଧ୍ୟ ଗୋଟେ ମାସ୍କ ବ୍ୟବହାର କରନ୍ତୁ। ଯଦି ଯେଉଁମାନେ କାଶରେ ପୀଡ଼ିତ ଅଛନ୍ତି ସେମାନେ ହସ୍ପିଟାଲ ଆସିବା ଦରକାର, କିନ୍ତୁ ଗାଁ ଗହଳିରେ ଆମେ ଦେଖିବା ପାଇଁ ପାଉଛୁ ଯେ କି ସେମାନେ ସେମିତି ଘରେ ରହୁଛନ୍ତି, ଯେତେବେଳେ ଅଧିକ ଦିନ କାଶ ହେଉଛି ସେ ତାପରେ ଯାଇ ମେଡ଼ିକାଲ ଆସୁଛନ୍ତି। କେତେବେଳେ ସେତେବେଳେ କାଶ ଆରମ୍ଭ ହେଉଛି ପ୍ରଥମରୁ ମେଡ଼ିକାଲ ଆସିବା ଦରକାର? ନିହାତି। ଦେଖନ୍ତୁ, ଯେକୌଣସି ଜିନିଷ ରୋଗର ପ୍ରାଥମିକ ସ୍ତରର ଟ୍ରିଟମେଣ୍ଟଟା ସବୁବେଳେ ରେଜଲ୍ଟ ଭଲ। ସେ ଛୋଟ ରୋଗ ହେଉ, ଯେକୌଣସି ରୋଗ ହେଉ, ଛୋଟରୁ ସବୁ ରୋଗ ଆରମ୍ଭ ହୁଏ, କିନ୍ତୁ ଯଦି ଆମେ ନେଗ୍ଲେକ୍ଟ କରିବା କିମ୍ବା ଟାଇମଲି ଟ୍ରିଟମେଣ୍ଟ ନ କରିବା ତାହେଲେ ଏଇଟା ଆଗ୍ରାଭେଟ୍ ହେବ। ଗୋଟେ ବଡ଼ ରୋଗକୁ, ଯଥା ଆପଣ ଥଣ୍ଡା ହେଲା, କାଶ ଟିକେ ହେଲା, ଯଦି ଆମେ ସେଟାକୁ ଟ୍ରିଟମେଣ୍ଟ ନ ନେଉଛେ ତେବେ ଇଟ୍ ଲିଡ୍ସ ଟୁ ନ୍ୟୁମୋନିଆ। ସେତେବେଳକୁ ଗୋଟେ ଆଡ଼ମିସନ୍ ଦରକାର ପଡ଼ିବ, ମଣିଷର ଜୀବନ ଜୀବିକା ଦୁଇଟା ଯାକ ହ୍ୟାମ୍ପର ହେବ ସେତେବେଳେ। ସେ କାଶ ଦ୍ୱାରା କେଉଁ କେଉଁ ରୋଗକୁ ସାର୍ ସବୁ ସଂକ୍ରାନ୍ତ ହେଇଥାଏ କାଶଟା? ଦେଖନ୍ତୁ, କାଶ ଦ୍ୱାରା ହେଉଛି ଆପଣଙ୍କର ଯେଉଁ କହିଲି, ଆପଣ ଫାରିଞ୍ଜାଇଟିସ୍ ହେଉଛି, ଆପଣଙ୍କର ଯଦି ଅଧିକା କ୍ରନିକ୍ ହେଲା ଲାରିଞ୍ଜାଇଟିସ୍, ତଳକୁ ଗଲା ରେସ୍ପିରେଟରୀ ଟ୍ରାକ୍ଟର ତଳକୁ ଗଲା, ନ୍ୟୁମୋନିଆ ହେଉଛି। ତେଣୁ ଏଇ ଯେଉଁ ସବୁ ବିଭିନ୍ନ ରୋଗ, ଏବଂ ଯଦି କ୍ରନିକ୍ ତା ଦେହରେ ଫିବର ଆସୋସିଏଟେଡ୍ ରହିଲା ତେବେ ମଧ୍ୟ ଲିଡ୍ କରୁଛି ଆପଣଙ୍କର ଟାଇଫଏଡ୍ ଆଡ଼କୁ ଗତି କରୁଛି। ତେଣୁ ଗତି କୁଆଡ଼େ କରିବ ରୋଗଟା ଯଦି ଆମେ ଟ୍ରିଟମେଣ୍ଟ ନ କରିବା, ହଠାତ୍ କହିବାଟା କଷ୍ଟସାଧ୍ୟ ହେଇଯିବ। ସାର୍ ଯେଉଁଭଳି ଭାବରେ ସମସ୍ତେ କହୁଛନ୍ତି ଯେ କୋଭିଡରେ ଟିକା ନେବା ପରେ ଏସବୁ ହେଉଛି, ଏଗୁଡ଼ାକ ତାହେଲେ କେବଳ ଗୁଜବ? ଏମିତି କୌଣସି ସାଇଣ୍ଟିଫିକ୍ ଷ୍ଟଡି ନାହିଁ ଯେ ଏଇଟା ନେଲେ ଏଇଟା ହେଉଛି, ଏଇଟା ନାହିଁ। ଏଇଟା ଯେହେତୁ ଗୋଟେ
कोइनसिडेंटाल होची जेहेतु कोविड होता लोक टीका नहीं किंतु टीका नहीं केते आमर बेनिफिट है से पार्टा लोक देखुना शेष प्रश्न रही केमी सर लोक मैंने वर्ती पारे कौन कौन सर वर्तिया सब बाट रही नहीं देखो वर्तिया बाट जहाँ मुझे कहली टी आगु जो आलर्जिक पार्टा बर्तमान बेसी इंपोर्टाट रोचे भाइरस पार्टा तेणु आम जो बाहर को बाहरुचे कि गोटे पब्लिक गैदरिंग जाऊे कहार ठंडा इन्फेक्शन अच्छी ठंडा छिंक ठंडा रनिंग नोज आपंकर छिंक है काश है यहाँ हूँ ड्रपलेट इन्फेक्शन हुए आम जब पाखे 4-5 जन आम सागे गपुवे जनक छिंकीदेव से जो ड्रपलेट इन्फेक्शन आसला से मुझे नेली आपन नेले तेणु मोर रेजिस्टेंस भल अच्छी मत किसी है कि आपंकर जब किसी डायबिटीज अच्छी कि ब्लड प्रेशर अच्छी कि थायरॉइड अच्छी कौन रोग तेज आपको यहाँ धरी पकेब तेणु से मो मतरे जदि अच्छी डाक्तर परामर्श नियंतु इमिडिएट एवं जदि कौन बाहर को जाऊँगी आपंकर पुराना रोग अच्छी आजमा अच्छी कौन ब्रोंकाइटिस अच्छी ताहले आप गोटे मास्क व्यवहार करूँ बाहर प्रतिक्रिया नौले डॉक्टर सत्यव्रत महापात्र सर जो भाव में कहते जे कि वर्तमान जो काश छिंक ठंडा लगी रही कोविड्र कौन संजोग ना कोविड्र जो टीका नहीं से कौन संजोग ना ये केवल वर्तमान समय जब कह गोटे भाइरस आकार यह बढ़ी चली कटक कैमरा पर्सन अभय मल्लिक कालीचरण रणजीत कनक न्यूज।